ନମସ୍କାର ଦର୍ଶକ ବନ୍ଧୁ, ସିନ୍ଦୁର ଖେଳ ଧାରାବାହିକରେ ଆପଣମାନେ ଆଜି ଦେଖିବାକୁ ପାଇବେ। ଶାଲିନୀ କହିବେ, ହେଇ ଦେଖ ଦେଖ ରାଗିଣୀ, ମୋ ବୋହୂ ଆସୁଛି। ଏବେ ତ ମୁଁ ଆକୁ ଏମିତି ବୁଦ୍ଧି ଶିଖେଇବି, ତୁ ଦେଖିବୁ। ମୋରି ସାମ୍ନାରେ ଠିଆ ହୋଇକି ଖାଲି ଥରିବ। ମୋ ଆଖିରେ ଆଖି ମିଶେଇକି କଥା ପଦେ ବି କହିପାରିବ ନାହିଁ। ଏହାପରେ ଝିଲମିଲ ଆସିକି କହିବେ, ନମସ୍କାର। ଏତିକି କହିକି ଝିଲମିଲ ସେ ସ୍ଥାନରୁ ପଳେଇ ଯାଉଥିବେ। ଠିକ ଏହି ସମୟରେ ରାଗିଣୀ କହିବେ, ଆରେ ଶାଲିନୀ, ତୁ ପରା ଏବେ କହୁଥିଲୁ ତୋ ବୋହୂକୁ ତୁ ଏମିତି ବୁଦ୍ଧି ଶିଖେଇବୁ ଯେ ସିଏ ତୋ ଆଖି ଆଗରେ ଖାଲି ଥରିବ, ଆଉ ସିଏ ଠିକ ସେ ଠିଆ ହୋଇପାରିବ ନାହିଁ। ଆଉ ତୋ ବୋଉ ତ ତୋ ମାଲିକାଣୀ ପରି ତୋ ଆଖି ଆଗରେ ହାତରେ ବ୍ୟାଗ ଧରି ମାର୍କେଟ ବାହାରିଲାଣି। ଏହାପରେ ଶାଲିନୀ କହିବେ, ଏଇ ସେଇଠି ଠିଆ ହୋ। ଏହାପରେ ଝିଲମିଲ ଭାବୁଥିବେ, ମଲ୍ଲି ଏବେ କଣ କହିବି ଆଜ୍ଞା, ଆପଣ ମତେ କିଛି କହିଲେ ମାମା। ଏହାପରେ ଶାଲିନୀ କହିବେ, ଝିଲମିଲ, କାନ୍ଧରେ ଏମିତି ଝୁଲା ପକେଇକି କୁଆଡେ ଯାଉଛୁ?